ଶେଷରେ ମହାଭାରତର ସେହି ଦିନଟି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଗଲା, ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରାଯାଇଥିଲା ଏବଂ ପାଣ୍ଡବମାନଙ୍କୁ ବନବାସ ଯିବାକୁ ପଡ଼ିଥିଲା। ଏହି ଅନ୍ୟାୟ ପରବର୍ତ୍ତୀ ସମୟରେ କୌରବମାନଙ୍କ ବିନାଶର କାରଣ ପାଲଟିଥିଲା। ଦୁର୍ଯ୍ୟୋଧନ ତାଙ୍କ ଅହଙ୍କାରରେ ଏତେ ବୁଡ଼ି ଯାଇଥିଲେ ଯେ ସେ ସତ୍ୟକୁ ଦେଖିପାରିଲେ ନାହିଁ। ଦୁର୍ଯ୍ୟୋଧନଙ୍କ ଏହି କାର୍ଯ୍ୟ ଯୋଗୁଁ ଗାନ୍ଧାରୀ ତାଙ୍କ କୋଠରୀରେ ବସି ଭାବୁଥିଲେ ଯେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଦ୍ୱାରା ତାଙ୍କର ବିନାଶ ଆଣିବ କି? ଏହାର କାରଣ ହୁଅ ନାହିଁ। ତାଙ୍କ ମୁହଁରେ ହସ ନଥିଲା, କେବଳ ଚିନ୍ତା ଏବଂ ଦୁଃଖ ଥିଲା। ଠିକ୍ ସେହି ସମୟରେ ବିଦୁର ତାଙ୍କ କୋଠରୀକୁ ଆସିଲେ ଏବଂ ସମ୍ମାନ ଜଣାଇ କହିଲେ, ରାଣୀ ଦୀର୍ଘଜୀବୀ ହୁଅନ୍ତୁ। ଗାନ୍ଧାରୀ ଗମ୍ଭୀର ସ୍ୱରରେ କହିଲେ, ବିଦୁର, ଯେଉଁ ସଭାରେ ମୋ ବୋହୂର ବସ୍ତ୍ରହରଣ କରାଯାଇଥିଲା ଏବଂ ଶକୁନି ଏବଂ ମୋ ପୁଅ ଦୁର୍ଯ୍ୟୋଧନଙ୍କ ଆଦେଶରେ, ସେହି ସଭାରେ ଆଚାର୍ଯ୍ୟ ଦ୍ରୋଣ, କୃପାଚାର୍ଯ୍ୟ ସବୁକିଛି ଦେଖୁଥିଲେ। ମଧ୍ୟ ଧର୍ମକୁ ରକ୍ଷା କରିବା ପାଇଁ କେହି ଗୋଟିଏ ଶବ୍ଦ ମଧ୍ୟ କହିଲେ ନାହିଁ। ରାଜ୍ୟର ରାଣୀ ହେବା ଗର୍ବର ବିଷୟ ନୁହେଁ, ବରଂ ଲଜ୍ଜାର ବିଷୟ। ବିଦୁର ଶାନ୍ତ ଭାବରେ କହିଲେ, ମହାରାଣୀ, ଯେତେବେଳେ ଆଖି ଖୋଲା ଥାଏ, ଜଣେ ବ୍ୟକ୍ତି ତାହା ମଧ୍ୟ ଦେଖିବାକୁ ବାଧ୍ୟ ହୁଏ। ସେ କ'ଣ ଦେଖିବାକୁ ଚାହୁଁନାହିଁ? ଗାନ୍ଧାରୀ କ୍ରୋଧିତ ସ୍ୱରରେ କହିଲେ, ବିଦୁର, ଆଖି କେବଳ ଦେଖିବା ପାଇଁ ହିଁ? ଆତ୍ମାର ଅଗଣାରେ କ'ଣ ଏପରି କୌଣସି ଆଖିର ଝରକା ଖୋଲା ନାହିଁ, ଯାହା ଅନ୍ୟାୟ ଦେଖିପାରିବ? ଯଦି ଏପରି ଝରକା ଖୋଲା ଥାନ୍ତା, ତେବେ ଧୃତରାଷ୍ଟ୍ର କାହିଁକି ସେହି ସିଂହାସନ ବିଷୟରେ ନୀରବ ରହିଥାନ୍ତେ, ଯାହା ପ୍ରତି ସେ ଆନୁଗତ୍ୟ ପ୍ରକାଶ କରନ୍ତି? ସେ ଏତେ ବଡ଼ ଅପମାନ କାହିଁକି ସହ୍ୟ କଲେ? ଦୁର୍ଯ୍ୟୋଧନ ଆଚାର୍ଯ୍ୟ ଦ୍ରୋଣଙ୍କ ଜଣେ ଶିଷ୍ୟ। ଆଚାର୍ଯ୍ୟ ଦ୍ରୋଣ କ'ଣ ତାଙ୍କୁ ତାଙ୍କ କୁଳବଧୂଙ୍କୁ ଅପମାନିତ କରିବାକୁ ଶିଖାଇଥିଲେ? ଯଦି ନୁହେଁ, ତେବେ ଆଚାର୍ଯ୍ୟ ଦ୍ରୋଣ ତାଙ୍କ ଶିକ୍ଷା ଏବଂ ପରିବାର ଗୁରୁ କୁହାଯାଉଥିବା କୃପାଚାର୍ଯ୍ୟଙ୍କ ପ୍ରତି ଏହି ଅପମାନକୁ କାହିଁକି ସହ୍ୟ କଲେ? ପରିବାରର ସମ୍ମାନର ବସ୍ତ୍ରହରଣ କରାଯିବାର ଦୃଶ୍ୟ ସେ ନିଜ ଆଖିରେ ଦେଖିଲେ। କୃପାଚାର୍ଯ୍ୟଙ୍କ ଏହି ନୀରବତା ଧର୍ମ? କି ଧର୍ମ ଥିଲା? ସହଭାଗିତା ବିଦୁର କହିଲେ, ମହାରାଣୀ, ମଣିଷ ତାର କର୍ମ ପାଇଁ ଦାୟୀ, ଏଥିପାଇଁ ନିଜେ ଦାୟୀ। ଶ୍ରୀ ଆଚାର୍ଯ୍ୟ ଦ୍ରୋଣ ଏବଂ କୃପାଚାର୍ଯ୍ୟଙ୍କ ଭଳି ବ୍ୟକ୍ତିମାନେ ବିଦ୍ୱାନ ଏବଂ ଜ୍ଞାନୀ। ସେମାନେ ନିଜ ନିଜର କାର୍ଯ୍ୟ ପାଇଁ ନିଜର ପଥ ଖୋଜି ପାଇବେ। ମୁଁ ତୁମକୁ କେବଳ ଏତିକି କହିବାକୁ ଆସିଛି ଯେ ଦୟାକରି କୁରୁବଂଶକୁ ବିନାଶରୁ ରକ୍ଷା କର ଏବଂ ପାଣ୍ଡବମାନଙ୍କୁ ଜଙ୍ଗଲରୁ ଫେରାଇ ଆଣ। ଗାନ୍ଧାରୀ ଦୁଃଖର ସହିତ କହିଲେ, ଦୂତ ସଭାର ଘଟଣା ମୋର ବିଶ୍ୱାସକୁ ଭାଙ୍ଗି ଦେଇଛି। ଏବେ ମୁଁ ବୁଝିପାରୁନାହିଁ ଯେ ଆଗକୁ କ'ଣ ହେବ, କିଏ ବଞ୍ଚିବ ଏବଂ କିଏ ମରିବ। ବିଦୁର, ମୁଁ ସତ୍ୟକୁ ଦେଖିପାରୁନାହିଁ କିମ୍ବା ଚିହ୍ନିପାରୁନାହିଁ। ତେଣୁ ମୁଁ ନିଜ ଆଖିରେ ପଟି ବାନ୍ଧିଛି। ଦୟାକରି ଧୃତରାଷ୍ଟ୍ର ତୁମ ଭାଇ ଏବଂ ତାଙ୍କୁ କୁହ, ଏହି ମୁହୂର୍ତ୍ତରେ ମୁଁ ଅନୁଭବ କରୁଛି ଯେପରି ଭାରତବଂଶୀ ବଂଶର ମର୍ଯ୍ୟାଦାର ଦର୍ପଣ ଭାଙ୍ଗି ଯାଇଛି। ତେଣୁ ମୁଁ କେବଳ ମୋର ସମବେଦନା ପ୍ରକାଶ କରିପାରିବି। ବିଦୁର ରାଣୀଙ୍କୁ କହିଲେ, ଦୁଃଖ କୌଣସି ସମସ୍ୟାର ସମାଧାନ ନୁହେଁ। ଗାନ୍ଧାରୀ କହିଲେ, ତୁମେ ଆସିବା ଦିନଠାରୁ ମୋତେ ବାରମ୍ବାର ମହାରାଣୀ ବୋଲି ଡାକୁଛ। ବିଦୁର, ତୁମେ କ'ଣ ଭୁଲିଗଲ ଯେ ମୁଁ ମଧ୍ୟ ତୁମର ଭାଉଜ? ବିଦୁର ଦୁଃଖରେ କହିଲେ, ମହାରାଣୀ, ଦୁର୍ଯ୍ୟୋଧନ ମୋତେ ସମସ୍ତଙ୍କ ସମ୍ମୁଖରେ କହିଥିଲେ ଯେ ମୁଁ ରାଜସଭା ଛାଡ଼ି ଚାଲିଯିବା ଉଚିତ। ମହାରାଜ ଦୁର୍ଯ୍ୟୋଧନକୁ ମଧ୍ୟ କହି ନଥିଲେ ଯେ ତାଙ୍କ କାକାଙ୍କୁ ଏପରି କଥା କହିବା ଠିକ୍ ନୁହେଁ। ସେ କେବଳ ଚୁପଚାପ ବସିଥିଲେ। ଏହା ଏପରି ଯେପରି ତୁମେ ସବୁକିଛି ଶୁଣିଛ କିନ୍ତୁ ଅଣଦେଖା କରିଛ। ଏପରି ପରିସ୍ଥିତିରେ ମୁଁ ତୁମକୁ ଭାଉଜ ବୋଲି ଡାକିବାକୁ କିପରି ସାହସ ଜୁଟାଇ ପାରିବି? କିନ୍ତୁ ମୋର ବାଧ୍ୟବାଧକତା ହେଉଛି ଯେ ଏହା ମୋର କର୍ମକ୍ଷେତ୍ର। ଏହା ଉପରେ ଗାନ୍ଧାରୀ କହିଲେ, ବିଦୁର, ଏହା କର୍ମଭୂମି। ଏହା କୌଣସି କାରାଗାର ନୁହେଁ, ଯାହା ଦ୍ୱାରା ତୁମେ ଚାହିଁଲେ ମଧ୍ୟ ଖୋଲି ପାରିବ ନାହିଁ। ବିଦୁର ଦୁଃଖରେ କହିଲେ, ମହାରାଣୀ, ଏହି ଦାସର ପୁଅ ତାର ମାଲିକଙ୍କ ଘରୁ ବାହାରି ପାରିବ ନାହିଁ। ତେଣୁ ଯେ ପର୍ଯ୍ୟନ୍ତ ମୁଁ ତୁମକୁ ସାହାଯ୍ୟ କରିପାରିବି ଏବଂ ଆଜି ମୁଁ ସେହି ଦିନ ବିଷୟରେ ଭାବିବାକୁ ମଧ୍ୟ ଚାହୁଁନାହିଁ, ଯେତେବେଳେ ମୋତେ ଏହି ଯନ୍ତ୍ରଣା ସହିବାକୁ ପଡ଼ିବ। ଶକ୍ତିରେ ଅତିକ୍ରମ କରିବ। ଏହା କହି ବିଦୁର ସେଠାରୁ ଚାଲିଗଲେ। ଏବେ ତୁମ ସମସ୍ତଙ୍କ ପାଇଁ ମୋର ଗୋଟିଏ ପ୍ରଶ୍ନ ଅଛି। ତୁମେ କ'ଣ ଭାବୁଛ ଯେ ଯଦି ଗାନ୍ଧାରୀ ସେହି ସମୟରେ କଠୋର ପଦକ୍ଷେପ ନେଇଥାନ୍ତେ, ତେବେ ମହାଭାରତ ଯୁଦ୍ଧକୁ ଏଡ଼ାଯାଇ ପାରିଥାନ୍ତା? ମୁଁ ଆଶା କରୁଛି ତୁମେ ସମସ୍ତଙ୍କୁ ଏହି କାହାଣୀଟି ପସନ୍ଦ ଆସିଥିବ। ଯଦି ତୁମକୁ ଏହା ପସନ୍ଦ ଆସିଥିବ, ତେବେ ଏହାକୁ ଲାଇକ୍ କର, ତୁମର ବନ୍ଧୁମାନଙ୍କ ସହିତ ସେୟାର କର, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କର
ଏବଂ ମନ୍ତବ୍ୟରେ ନିଶ୍ଚିତ ଭାବରେ ଜୟ ଶ୍ରୀକୃଷ୍ଣ ଲେଖ। କାହାଣୀଟି ଶୁଣିବା ପାଇଁ ଧନ୍ୟବାଦ। ଧନ୍ୟବାଦ। ମୁଁ ତୁମକୁ ଆଉ ଏକ ନୂଆ କାହାଣୀ ସହିତ ଭେଟିବି। ଜୟ ଶ୍ରୀକୃଷ୍ଣ।